ମୋ ନାଁ ଅଭିଷେକ ଜଗତ, ମୁଁ ଆସିଛି ନୂଆପଡ଼ା ଜିଲ୍ଲା ରାଜଖରିଆ। କଣ କହିବେ ଆଜି ଗୋଟେ ମୋରୁ ଆରମ୍ଭ ହେଲା ବିଜୁ ଲିଗାସି କହୁଥିବା ଯୋଉ ନାଗରିକ ମଞ୍ଚ ଆଜି ମୋରୁ ଆରମ୍ଭ ହେଲା। ବିଜୁ ଲିଗାସି କହିଲେ ଆପଣ କଣ ବୁଝନ୍ତି ଛାତ୍ର ନେତା ହିସାବରେ? ବିଜୁ ଲିଗାସି ମାନେ ହଉଛି ଏହା ଯେ ବିଜୁ ବାବୁଙ୍କର ବିଚାରଧାରା, ତାଙ୍କର ମଡର୍ଣ୍ଣ ଓଡ଼ିଶା ଗଠନରେ ତାଙ୍କର ଯୋଉ ସହଭାଗିତା ଅଛି, ତାଙ୍କର ଯୋଉ ଯୋଗଦାନ ଅଛି, ଆମେ ଶତପ୍ରତିଶତ ଭାବେ ଆମେ ତାଙ୍କୁ ଫିଜିକାଲି କେବେ ଦେଖିନୁ, କିନ୍ତୁ ତାଙ୍କ କଥା ଆମକୁ ଏତେ ପ୍ରେରଣାଦାୟୀ କରିଛି, ଏତେ ଶିକ୍ଷଣୀୟ କଥା ଗୁଡାକ ଅଛି ତାଙ୍କର କାର୍ଯ୍ୟଶୈଳୀ ବିଷୟରେ ଆମେ ଯୋଉ ଶୁଣୁଛୁ ବୈଶିଷ୍ଠ ମାନଙ୍କ ଠାରୁ ଅନେକ କଥା ଆଜି ମଧ୍ୟ ଲିପିବଦ୍ଧ କରି ଅଛି ଓଡ଼ିଶାରେ। ଯୁଆଡେ ଦେଖିଲି ବିଜୁ ବାବୁଙ୍କର ଆମର ତାଙ୍କର ଭିଜନ ଅଛି, ସବୁ କଳକାରଖାନାରୁ ଆରମ୍ଭ କରି କୋଠାବାଡ଼ି ସବୁ ପ୍ରକାର ସେ ତାଙ୍କର ଓଡ଼ିଶାକୁ ନେଇକି ତାଙ୍କର ଯୋଉ ବିଚାରଧାରା ଥିଲା ଡେଭଲପମେଣ୍ଟର, ସଶକ୍ତ ଓଡ଼ିଶାର, ସେଟା ହିଁ ବିଜୁ ଲିଗାସି। ସେଇ ଜିନିଷକୁ ଆଗେଇ ନେବା ପାଇଁ ଆଜିର ଯୁବପିଢ଼ି ମାନଙ୍କୁ ଆଗେ ଆସିବାର ଆବଶ୍ୟକତା ଅଛି ଏବଂ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ମୁଁ ଆଜି ଆସିଛି ସୁଦୂର 600 କିଲୋମିଟର ଦୂରରୁ। କାହିଁକି ନା ବିଜୁ ବାବୁ ମତେ ଭଲ ଲାଗନ୍ତି, ତାଙ୍କର ବିଚାରଧାରା ଭଲ ଲାଗେ, ତାଙ୍କର କାର୍ଯ୍ୟପନ୍ଥା ଆମକୁ ଭଲ ଲାଗିଥିଲା। ଆମେ ଛାତ୍ର ଜୀବନରୁ ଛାତ୍ର ସଂସଦ ନିର୍ବାଚନ ଆମେ ଲଢ଼ିକି ଆମେ ସେ ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେଇଥିଲୁ ଏବଂ ଆଜି ମଧ୍ୟ ଆମେ ତାଙ୍କୁ ଭଲ ପାଉଛୁ। ସେଥିପାଇଁ ତାଙ୍କର ନାଁରେ ହେଇଥିବା ସ୍ମୃତି ସଭାକୁ ଆମେ ଯେମିତି ଖବର ପାଇଲୁ ନିଜ ଉଦ୍ୟମରେ ଶତପ୍ରତିଶତ ଭାବେ ଆମେ ନିଜେ ଆସି 600 କିଲୋମିଟର ତାଙ୍କର ସ୍ମୃତି ସଭାରେ ଆମେ ଯୋଗଦାନ କରିଥିଲୁ। କିଛି ଦିନ ତଳେ ନିଶିକାନ୍ତ ଦୁବେ ଗୋଟେ ଷ୍ଟେଟମେଣ୍ଟ ଦେଇଥିଲେ, ବିଜୁ ପଟ୍ଟନାୟକ ନେଇକି ଅପପ୍ରଚାର କରିଥିଲେ, ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ହଁ, ସେଥିପ୍ରତି ଆପଣଙ୍କର କଣ ଥିଲା ପଦକ୍ଷେପ? ନାଇଁ, ବୈଶିଷ୍ଠ ମାନେ ବରିଷ୍ଠ ନେତୃବୃନ୍ଦ ମାନେ ନିଜ ନିଜ ହିସାବରେ ସେ ପ୍ରତିବାଦକୁ ସେମାନେ ରଖିଥିଲେ ସୋସିଆଲ ମିଡିଆରେ। ଏମିତି ନୁହଁ କି ଯଦି ପ୍ରତିବାଦ କରିବ ମାନେ ବୁମ୍ ଲଗେଇଦେବେ କି ସୋସିଆଲ ମିଡିଆରେ ଆପଣ ଛାଡ଼ିଦେଲେ ସେଟା ପ୍ରତିବାଦ ନୁହେଁ। ପ୍ରତିବାଦ କରିବାର ବିଭିନ୍ନ ଉପାୟ ଅଛି, ବିଭିନ୍ନ ପନ୍ଥା ଅଛି। ସମସ୍ତେ ଯୋଉମାନେ ବିଜୁ ବାବୁକୁ ଭଲ ପାଆନ୍ତି ସମସ୍ତେ ସବୁ ପ୍ରକାର ସବୁ ପନ୍ଥାରେ ସବୁ ୱେରେ ସେମାନେ ବିରୋଧ କରିଥିଲେ। ହଁ, ସେ କ୍ଷମା ବି ମାଗିଥିଲି। ଏମିତି ନୁହଁ କି ସେ ଖାଲି ସୋସିଆଲ ମିଡିଆରେ ଆପଣ ଯଦି ବାଇଟ୍ ଦେଇଦେବେ ତାହା ହେଇଯିବ ପ୍ରତିବାଦ, ବୁଝିପାରିଲେ? ବିଜୁ ଲିଗାସି ଦଳ ଗୋଟେ ଗଠନ ହବ ବୋଲି ଆଜି କ୍ଲିୟର କଟ୍ କୁହାଯାଇଛି ଯେ ବିଜୁ ଲିଗାସିରେ ଆପଣ ଯୋଉ ଆମର ଓଡ଼ିଶା ନାଗରିକ ମଞ୍ଚରେ ଏଟା ଗୋଟେ ରାଜନୈତିକ ଦଳ ନୁହଁ କି ରାଜନୀତିର ମଞ୍ଚ ନୁହଁ। ଏଟା ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କୁ, ଓଡ଼ିଶାର ପ୍ରତ୍ୟେକ ଯୁବବର୍ଗଙ୍କୁ ଯୋଡ଼ି ଓଡ଼ିଶାର ଭବିଷ୍ୟତକୁ ନିର୍ମାଣ କରିବା ପାଇଁ ଯୋଉ ଉଦ୍ୟମ କରାଯାଉଛି, ସବୁ ଗରିବ ଖଟିଖିଆ ଦଳିତ ଆଦିବାସୀ ମଜଦୁର ଅସହାୟ ନିରୀହ ଯୁବକ ମାନଙ୍କର କେମିତି ସହାୟକ ହେବ, ଓଡ଼ିଶାର କେମିତି ପ୍ରଗତି ହେବ, ସେ ନିମନ୍ତେ ଏଇ ମଞ୍ଚର ଆବଶ୍ୟକତା ଅଛି ଏବଂ ଏଇ ମଞ୍ଚର କାର୍ଯ୍ୟ ମଧ୍ୟ ସେୟା।